ସାବତ ମା କାକର ଭିଜା ଏଇ ଶୀତ ସକାଳରେ ଅପର୍ଣ୍ଣା ଝରକାଟି ଖୋଲି ବଗିଚା ଭିତରକୁ ଚାହିଁ ଉତ୍ଫୁଲ୍ଲିତ ହୋଇଗଲା। ହଳଦିଆ ଗୋଲାପ ଫୁଲ ଗଛରେ ଦରଫୁଟା କଢ଼ିଟା ଶୀତୁଆ ପବନରେ ଥିରି ଥିରି ହୋଇ ଦୋଳି ଖେଳୁଛି। ଠିକ୍ ଯେମିତି ଦିନେ ପିପି ତା କୋଳରେ ଝୁଲୁଥିଲା। ଏ ଗୋଲାପ ଗଛଟା ଅପର୍ଣ୍ଣାର ଭାରି ପ୍ରିୟ। ଏଇଥିପାଇଁ ପ୍ରିୟ ଯେ ଗଛଟାକୁ ପିପି ତାକୁ ଉପହାର ସ୍ୱରୂପ ଦେଇଥିଲା ବନ୍ଧୁତ୍ୱ ଦିବସରେ। କହିଥିଲା, ମାମା, ଏ ଦୁନିଆରେ ତମେ ଏକା ମୋର ବେଷ୍ଟ ଫ୍ରେଣ୍ଡ। ସେଥିପାଇଁ ଏବେ ମଧ୍ୟ ପିପିର ଅନୁପସ୍ଥିତିରେ ସେ ଗଛଟିର ସ୍ୱତନ୍ତ୍ର ଯତ୍ନ ନିଏ ଅପର୍ଣ୍ଣା। ପିପିକୁ ସେ ଜନ୍ମ ଦେଇ ନଥିଲା ନିଜ ଗର୍ଭରୁ ସତ, କିନ୍ତୁ ତା ଜନ୍ମିତ ମା'ର ଅଚାନକ ମୃତ୍ୟୁ ପରେ କୋଳେଇ ନେଇଥିଲା ଆଦରରେ ତାକୁ। ନିଜର ସବୁ ସୁଖ ସ୍ୱପ୍ନକୁ ପଛ କରିଦେଇ। ସେତେବେଳେ ପିପି ମାତ୍ର ବର୍ଷକର ଛୁଆ ହୋଇଥିଲା, ଆଉ ପପୁ 5 ବର୍ଷର ଥିଲା। ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ସହି ନ ପାରି ଅପର୍ଣ୍ଣାର ମା ବାଧ୍ୟ କରିଥିଲେ ଅପର୍ଣ୍ଣାକୁ ରୁଦ୍ରବାବୁଙ୍କ ସହିତ ଦ୍ୱିତୀୟ ବିବାହ କରିବାକୁ। ସେଦିନ ମା ବୁଝେଇଥିଲେ, ଜୀବନରେ ଅନେକ ସଫଳତା ମିଳିବ ତତେ, କିନ୍ତୁ ଏ ମା ଛେଉଣ୍ଡ ପିଲା ଦୁଇଟିଙ୍କୁ ମା'ର ସ୍ନେହ ଦେଇ ମଣିଷ କରି ପାରିଲେ ଯେଉଁ ସୁଖ ମିଳିବ, ତାହାପରି ମୂଲ୍ୟବାନ ସମ୍ପଦ ଆଉ କିଛି ନାହିଁ ଜଗତରେ। ଯିଏ ଅନ୍ୟ ପାଇଁ ନିଜ ଜୀବନର ଛୋଟ ଛୋଟ ସୁଖକୁ ତ୍ୟାଗ କରିପାରେ, ତା ମଣିଷ ହୋଇ ବଞ୍ଚିବାରେ ସାର୍ଥକତା ଆସିଯାଏ। ଏମିତି ତ ସମସ୍ତେ ନିଜ ପାଇଁ ବଞ୍ଚୁଛନ୍ତି। ଅନ୍ୟ ପାଇଁ ବଞ୍ଚିବା ଗୋଟେ ନିଆରା ଅନୁଭବ। ସେ ମା'କୁ ପଚାରିଲା, ମୁଁ କ'ଣ ଏତେ ବଡ଼ ଦାୟିତ୍ୱ ନେଇ ସଠିକ୍ ନ୍ୟାୟ ଦେଇପାରିବ? ମା ତାକୁ ବୁଝେଇ ଦେଲେ, ପାରିବା ନ ପାରିବା ତୋ ଉପରେ ନିର୍ଭର କରେ। ଯଦି ଦୃଢ଼ ବିଶ୍ୱାସ ଓ ଆତ୍ମବଳ ରଖିବୁ, ନିଶ୍ଚୟ ପାରିବୁ। ଅସମ୍ଭବ କିଛି ନୁହେଁରେ ମା। ମା'ର କଥାକୁ ସେତେବେଳେ ଅପର୍ଣ୍ଣା ଗଭୀର ଭାବରେ ବୁଝି ନ ପାରିଲେ ବି ମା ଯେ ସେ ପିଲାମାନଙ୍କର ଦୁଃଖ ସହି ପାରୁନି, ଏତିକି ବୁଝି ପାରିଥିଲା। ସେ ସୁନ୍ଦରୀ ନ ହେଲେ ବି ଆକର୍ଷଣୀୟ ଥିଲା। ଦର୍ଶନ ବିଭାଗରେ ଅଧ୍ୟାପିକ ଭାବରେ ସରକାରୀ କଲେଜରେ ଚାକିରିଟେ ମଧ୍ୟ କରିଥିଲା। ବାପା ଇଞ୍ଜିନିୟର ଥିଲେ। ପଇସାର ଅଭାବ ନଥିଲା। ଭଲ ଭଲ ବିବାହ ପ୍ରସ୍ତାବ ଆସୁଥିଲା ତା ପାଇଁ। ବାପାଙ୍କ ବିରୋଧ ସତ୍ତ୍ୱେ ମା'ଙ୍କ ଇଚ୍ଛା ପୂରଣ ପାଇଁ ସେ ତା ଜୀବନର ଅନେକ ସୁଖ ସୌଭାଗ୍ୟକୁ ତ୍ୟାଗ କରି ସାଜିଥିଲା ପିଲା ଦୁଇଟିଙ୍କର ମା। ଦୁନିଆ ଆଖିରେ ସାବତ ମା। ନିଜ ସାଙ୍ଗସାଥୀମାନେ ଥଟ୍ଟା ମଜା କଲେ, ଆରେ ଏମିତି କ'ଣ ହେଲା ଯେ ଚାକିରି ଛାଡ଼ି ଦୁଇଟି ପିଲାର ବାପାକୁ ପ୍ରେମ କରି ବସିଲୁ? ପ୍ରିୟ ବାନ୍ଧବୀ ଶର୍ବରୀ ପ୍ରଶ୍ନ କଲା, ହଠାତ୍ ବାହା ହେଇ ଯାଉଛୁ, କି ସୁଖ ସେଠାରେ ପାଇବୁ? ବରଂ ପ୍ରତି ମୁହୂର୍ତ୍ତରେ ଅପମାନିତ ହବୁ। ତୋ ସରଳତା ଫାଇଦା ସମସ୍ତେ ନେବେ। ତୁ ସାରା ଜୀବନ ଅବହେଳିତ ହୋଇ ରହିଯିବୁ। ସେଦିନ ସେ କିଛି ଭାବିପାରି ନଥିଲା। ଶର୍ବରୀକୁ ଉତ୍ତର ଦେଲା, ଦେଖ ତୁ ମୋର ପ୍ରିୟ ସାଙ୍ଗ, ମୋତେ ସାହସ ଦେ, ମୋର ମନୋବଳ ଦୃଢ଼ ହେବା ପାଇଁ ଶକ୍ତି ଦେ, ଆଉ ପ୍ରେରଣା ଦେ। ମୁଁ ନେବାକୁ ଯାଉଥିବା ପଦକ୍ଷେପରେ ଯେମିତି ସଫଳ ହୋଇ ନିରୀହ ଦୁଇ ଶିଶୁଙ୍କର ପ୍ରକୃତ ମା ହୋଇ ପାରିବି। ଏବେ ମନେ ମନେ ନିଜକୁ ପ୍ରସ୍ତୁତ କରୁଥିଲା ଦୁଇ ଛୁଆଙ୍କୁ କିପରି ସବୁ ଖୁସି ଦେଇପାରିବ ବୋଲି। ଶର୍ବରୀ ପରି ତାକୁ ନେଇ ପ୍ରଶ୍ନ ଉଠାଇ ଥିବା ଅନ୍ୟ ଅନେକଙ୍କୁ ବୁଝେଇ ପାରୁନଥିଲା ସେ। ତା କଥାକୁ କେହି ବିଶ୍ୱାସ କରୁନଥିଲେ। ଛୁଆ ଦୁଇଟାଙ୍କୁ କେବଳ ମାତୃତ୍ୱର ସ୍ନେହ ଦେବା ପାଇଁ ତାପରି ଝିଅ ରୁଦ୍ର ମାଧବଙ୍କ ହାତ ଧରିବ। ଯେଉଁଦିନ ମନ୍ଦିରରେ ଅପର୍ଣ୍ଣା ରୁଦ୍ରଙ୍କୁ ବାହା ହେଇ ଘରକୁ ଆସିଲା, ପପୁ ତାକୁ ମୋତେ ସହଜ ଭାବରେ ଗ୍ରହଣ କରି ପାରିନଥିଲା। ବରଂ ଏ ନୂଆ ଆଣ୍ଟି ଏଠି ଆମ ଘରେ ରହିବେ ନାହିଁ ବୋଲି ଜିଦି ଧରିଲା। ସେ ତାଙ୍କ ଘରକୁ ଯାଆନ୍ତୁ। ସେ ରହିଲେ ମୋ ମା ଆସିଲେ କେଉଁଠି ରହିବ? ପପୁ ବ୍ୟସ୍ତ ହୋଇ ପଡ଼ୁଥିଲା। ଏ ରୁମ୍ଟା ମୋ ମା'ର, ଆମର। ସେ ଆଣ୍ଟି ଏଠି ରହିବେନି ବୋଲି କହି ରାଧା ଧରି କାନ୍ଦୁଥିଲା। ସେ ଅପର୍ଣ୍ଣା କୁରୁମ ଭିତରକୁ ଛାଡ଼ି ନଥିଲା। କିଛି ସମୟର ନୀରବତା ପରେ ଅପର୍ଣ୍ଣା ସେଦିନ ତାକୁ ଜବରଦସ୍ତ ନିଜ କୋଳକୁ ଭିଡ଼ି ଆଣି ଗପ କହି କହି ଶୁଆଇ ଦେଲା ବେଳେ ପପୁ ଅପର୍ଣ୍ଣାର କାଣି ଆଙ୍ଗୁଠିଟିକୁ ଜୋରରେ ଭିଡ଼ି ଧରିଥିଲା ଭରସାରେ। ଭଲରେ ଚାଲି ଶିଖି ନଥିବା ଓ କଥା କହି ପାରୁନଥିବା ପିପି ତା କୋଳରୁ ଜମା ଓହ୍ଲାଉ ନଥିଲା ମୁହୂର୍ତ୍ତଟେ ପାଇଁ।
ସେ ଯେମିତି ଗୋଟେ ସୁରକ୍ଷା ବଳୟ ଭିତରେ ଅଛି, ଆଉ କାହାର ଉପସ୍ଥିତି ତାର ଲୋଡ଼ା ନାହିଁ। ତାର ଯେତେ କଣ୍ଢେଇ ଖେଳନା ସବୁ ଆଣି ଅପର୍ଣ୍ଣା ପାଖରେ ରଖି ଖୁସିରେ ଖେଳୁଥିଲା। ବୁଝିପାରି ନଥିଲା ଅପର୍ଣ୍ଣା ହସିବ ନା ଚିତ୍କାର କରି କାନ୍ଦିବ। ଏବେ ବାସ୍ତବକୁ ସାମ୍ନା କରିବାକୁ ତାକୁ ଭୟ ବି ଲାଗୁଥିଲା। ସେ ପାରିବ ତ ଛୁଆ ଦୁହିଁଙ୍କୁ ନିଜର କରି? ପୁଣି ମନକୁ ଦୃଢ଼ କରୁଥିଲା, ହଁ ନିଶ୍ଚୟ ପାରିବ। କେମିତି ଛୁଆ ଦୁଇ ଜଣଙ୍କୁ ନିଜର କରି ରଖିବ, ତାଙ୍କର ଯତ୍ନ ନେଇ ପାରିବ। ଦିନ ରାତି ସେହି କାମରେ ବ୍ୟସ୍ତ ରହିଲା ଅପର୍ଣ୍ଣା। ଦିନ କେଇଟା ଭିତରେ ମା ଛେଉଣ୍ଡ ଛୁଆ ଦିଟାଙ୍କୁ ନିଜର କରି ନେଲା ସେ। କ୍ରମଶଃ ପପୁ ବି ତାକୁ ଆଣ୍ଟି ବଦଳରେ ମାମା ଡାକିଲା। ସେ ଖୁସି ହେଉଥିଲା ଛୁଆମାନଙ୍କ ସହିତ ମିଶି। ଚେଷ୍ଟା କରୁଥିଲା ସେମାନଙ୍କୁ ସବୁତକ ଖୁସି ଦେବା ପାଇଁ। ଖାଇବା, ପିଇବା, ଖେଳିବା କେଉଁଥିରେ ଊଣା ରଖୁ ନଥିଲା। ଏସବୁ ସତ୍ତ୍ୱେ ପାଠପଢ଼ାରେ ହେଉ ବା ଅନ୍ୟ କେଉଁ କାମରେ ଛୋଟ ଛୋଟ ଭୁଲ ଦେଖିଲେ ଯଦି ପପୁକୁ ସେ ଆକଟ କରୁଥିଲା, ତେବେ ଶାଶୁ ଦିପଦ ଶୁଣାଇ ଦେଉଥିଲା, ତୁ ସାବତ ମା ଛୁଆଙ୍କୁ ଜନ୍ମ କରିଥିଲେ ସିନା ଜାଣନ୍ତୁ, ତାଙ୍କ ଅଡ଼ି ଅର୍ଦ୍ଦଳିକୁ କିପରି ବୁଝିବ? ତୁ ପାରିବୁନି। ଆଗ ନିଜ ଛୁଆ ଜନ୍ମ କରି ମା ହେଇଯା ଯେ ତାପରେ ପିଲାଙ୍କ ଅଡ଼ି ଅର୍ଦ୍ଦଳି ବୁଝି ଶାସନ କରିବୁ। ନଣନ୍ଦମାନେ ଆସିଲେ ପ୍ରତି କଥାରେ ଅପର୍ଣ୍ଣାକୁ ଦୁଇ ଚାରିପଦ ଶୁଣେଇ ଦେଉଥିଲେ। ତାକୁ ଦେଖେଇ ଦେଖେଇ ଶାଶୁଙ୍କୁ କହୁଥିଲେ, ଭାଇ ବାହା ହେଇ ଭୁଲ କଲା ବୋଉ। ଇଏ କ'ଣ ଛୁଆଙ୍କୁ ସମ୍ଭାଳିବେ? ନିଜକୁ ସମ୍ଭାଳି ଶିଖନ୍ତୁ। ଖାଲି ଶାଢ଼ୀ ଗହଣା ସିନ୍ଦୁର ପିନ୍ଧି କଣ୍ଢେଇ ପରି ସଜେଇ ହେଲେ କ'ଣ ହେବ? ଛୁଆଙ୍କର ମା ହେବା ଏତେ ସହଜ ନୁହେଁ। ହେଇ ପାରିବେନି ମଧ୍ୟ। ଜନ୍ମ କରିଥିଲେ ସିନା ଜାଣନ୍ତେ ଛୁଆଟେ କେମିତି ଛୋଟରୁ ବଡ଼ ହୁଏ। ଛୁଆମାନେ ସେମିତି ଆମ ଦେଖା ଚାହାଁରେ ବଡ଼ ହେଇ ଯାଇଥାନ୍ତେ। କଥାରେ କହନ୍ତି ପରା, ସାବତ ମା ଡାହାଣୀଠାରୁ ବି ଭୟଙ୍କର। ବୁଝି ପାରୁନଥିଲା ଅପର୍ଣ୍ଣା ତାର ଭୁଲ କେଉଁଠି। ତାର କ'ଣ ଛୁଆଙ୍କୁ ଶାସନ କରିବା ଭୁଲ? ଛୁଆ ଦୁଇଟିଙ୍କୁ କିଛି ଶିଖେଇବା ଅଧିକାର ନାହିଁ? ସବୁ ଛୁଆଙ୍କୁ ସ୍ନେହ ମମତା ଭଲ ପାଇବା ସହିତ କିଛି ଅନୁଶାସନ ବି ଦରକାର। ନହେଲେ ଭଲ ମଣିଷ ହେବେ କେମିତି? ତାର ବ୍ୟସ୍ତତାକୁ ରୁଦ୍ର ମାଧବ ବୁଝି ପାରିଥିଲେ। ତାକୁ କହିଲେ, ଏତେ ବ୍ୟସ୍ତ ହେବା ଦରକାର ନାହିଁ। ମୁଁ ଜାଣିଛି ତୁମେ ତୁମ କର୍ତ୍ତବ୍ୟ କରୁଛ ଏବଂ ପିଲାମାନଙ୍କର ଠିକ୍ ଯତ୍ନ ନେଉଛ। ଅନ୍ୟମାନଙ୍କ କଥା ଶୁଣି ମନ ଖରାପ କରନି। ମୁଁ କାହାକୁ କହିବି, କ'ଣ ବା କରିବି? ନୀରବ ରହୁଛି। ମୋ ଅବସ୍ଥା ଟିକେ ବୁଝିବାକୁ ଚେଷ୍ଟା କରିବ। ଅପର୍ଣ୍ଣା ରୁଦ୍ରଙ୍କୁ କାହାକୁ କିଛି ନ କହିବା ପାଇଁ ମଧ୍ୟ ଅନୁରୋଧ କଲା। ନହେଲେ ଘର କଥା ବାହାରକୁ ଯିବ। ସମସ୍ତେ ତାଙ୍କୁ ହିଁ ଇଙ୍ଗିତ କରି ଦିପଦ କହିବେ। ତେଣୁ ଉଭୟ ନୀରବ ରହିଲେ। କିନ୍ତୁ ଧୀରେ ଧୀରେ ପପୁ ପ୍ରତିବାଦ କରିଲା ତା ମାମାକୁ। କିଏ କିଛି କହିଲେ। ଆସ୍ତେ ଆସ୍ତେ ଶାଶୁ ନଣନ୍ଦଙ୍କ ଆଧିପତ୍ୟ କମି କମି ଗଲା ସେହି ଘରେ। ତାରି ଭିତରେ ସମୟ ଗଡ଼ି ଚାଲିଲା। ପିଲା ବି ବଡ଼ ହୋଇଗଲେ। ପିଲାମାନଙ୍କ ଖୁସି ପାଇଁ ସେ ନିଜ ଗର୍ଭରୁ ଶିଶୁଟେ ଜନ୍ମ ପାଇଁ କେବେ ଇଚ୍ଛା କରିନି। କାଳେ ମାତୃତ୍ୱ ଆଳରେ ଛୁଆ ଦୁହିଁଙ୍କୁ ଅବହେଳା କରିଦେବ ସେହି ଭୟରେ। ନିଜ ମାକୁ ଦେଇଥିବା କଥା ସେ ମନପ୍ରାଣ ଦେଇ ପାଳିବାକୁ ଚେଷ୍ଟା କରୁଥିଲା। ଚାରିଜଣଙ୍କୁ ନେଇ ତାଙ୍କ ଖୁସିର ସଂସାରଟା ହସି ଉଠିଲା ବେଳେ ସମୟ ଚକ ଘୂରିଗଲା। ଅଶାନ୍ତିର ଝଡ଼ରେ ପରିବାରରେ ବହିଗଲା। ତାଙ୍କ ଛୋଟ ଝିଅ ପିପି ବଡ଼ ହେଲା ପରେ ମସ୍ତ ବଡ଼ ଭୁଲଟେ କରି ବସିଲା। ନିଜର ଗୋଟେ ସାଙ୍ଗର ଭାଇ ସହିତ ରାତି ଅନ୍ଧାରରେ ଘରୁ ଲୁଚି ପଳେଇ ଗଲା। ତାର ସେ ପ୍ରେମ ବିଷୟରେ ସମ୍ୟକ୍ ସୂଚନା ପାଇ ପାରିଲାନି ଅପର୍ଣ୍ଣା। କେମିତି ଜାଣିପାରିଲାନି କେଜାଣି ସେଦିନ ସେ ନିଜେ ନିଜକୁ ଦୋଷୀ କରି କାଠଗଡ଼ାରେ ଠିଆ କରିଦେଲା। ଛୋଟରୁ ଛୋଟ କଥା ସବୁ ଅପର୍ଣ୍ଣା ସହିତ ବାଣ୍ଟି ତାର ମତାମତ ଲୋଡୁଥିବା ପିପି ଜୀବନର ଏତେ ବଡ଼ ଫଇସଲା ଏକା ଏକା କରିଦେଲା। ଅଥଚ ସେ ସୁରାକ ଟିକିଏ ପାଇପାରିଲା ନାହିଁ। କ'ଣ କମିଥିଲା ତା ଭଲ ପାଇବାରେ? କାହିଁକି ଏମିତି କଲା ପିପି? ଏଥର ନଣନ୍ଦମାନେ ଓ ପିପିର ନିଜ ମାମୁଁ
ମାଇଁ ମାଉସୀ ଓ ମଉସାମାନେ ତା ଉପରେ ସବୁ ଦୋଷ ଲଦି ଦେଲେ। ତାର ଅବହେଳା ଦାୟିତ୍ୱହୀନତା ଯୋଗୁଁ ଏତେ ବଡ଼ ଭୁଲ କରି ବସିଲା ପିପି। ପିପି ଛୁଆଟେ ଭଲମନ୍ଦ କିଛି ଜାଣିନି। ଅପର୍ଣ୍ଣା ତାକୁ ନିଜ ଆୟତ୍ତ ଭିତରେ ରଖି ପାରିଲାନି। ଅପର୍ଣ୍ଣା ନିଜେ ନିଜକୁ ବାରମ୍ବାର ପ୍ରଶ୍ନ କଲା, ସତରେ କ'ଣ ସବୁବେଳେ ସେ ସାବତ ମା ହୋଇ ରହିଗଲା? ପିଲାମାନଙ୍କର ମା ହୋଇପାରିଲାନି? ତାର ଏତେ ତ୍ୟାଗର ମୂଲ୍ୟ କିଛି ରହିଲାନି? ମରିବା ଯାଏଁ କ'ଣ ଏ ସାବତ ମା ଶବ୍ଦର ଲାଞ୍ଛନା ତା ସହିତ ଯୋଡ଼ି ହୋଇ ରହିଥିବ? ସେ ବିନା ପ୍ରତିବାଦରେ ସବୁ ସହି ଚାଲିଥିବ? ଅଲିଅଳି ପିପିର ବାହାଘର ବଡ଼ ଜାକଜମକରେ କରିବେ ବୋଲି କେତେ ଯୋଜନା ସେମାନେ କରିଥିଲେ। କେଉଁ କଥାରେ ବା ଅଭାବ ଥିଲା ଯେ କାହାକୁ ନ ଜଣେଇ ଘରୁ ଗୋଡ଼ କାଢ଼ି ଚାଲିଗଲା। ଏମିତି ସମସ୍ତଙ୍କ ମୁଣ୍ଡ ତଳକୁ କରିଦେଇ ସେ ଦିନଠାରୁ ପ୍ରାୟ 2 ବର୍ଷ ହେଲାଣି ପିପିକୁ ଏ ଘର ଦୁଆର ମନା। ହଁ, ଏତେ ପରେ ପିପି ଯଦି ତା ଶାଶୁଘରେ ଭଲରେ ଥାଆନ୍ତା, ହୁଏତ ତା ମା ମନକୁ ଟିକେ ସାନ୍ତ୍ୱନା ମିଳିଥାନ୍ତା। ସମସ୍ତେ ଅଭିମାନରେ ଅଛନ୍ତି ନିଜ ନିଜ ଅହଙ୍କାରକୁ ଧରି। କେହି ବୁଝନ୍ତି ନାହିଁ ତାଙ୍କ ମା ମନ କ'ଣ ଚାହେଁ। ନିଜ ସ୍ନେହ ମମତାରେ ଗଢ଼ା କଣ୍ଢେଇଟା ଶାଶୁଘରେ ନିଜ ବାପଘର କଥାକୁ ନେଇ କେତେ ଯେ କଥା ଶୁଣୁନଥିବ। ସହୁଥିବା ଦୁଃଖକୁ କାହା ଆଗରେ ମନଟା ଖୋଲି ଦେଇ କହି ପାରୁନଥିବ ବିଚାରୀ। ଭୁଲ ହେଉ ବା ଠିକ୍, ଯାହା ହେଇଗଲାଣି ତାକୁ ସମସ୍ତେ ଭୁଲିଯିବାକୁ ବାରମ୍ବାର ରୁଦ୍ର ଓ ପପୁକୁ ସେ ବୁଝେଇ ଆସୁଥିଲା। ଅଭିମାନ ଓ ଅହଙ୍କାରର ବଳୟକୁ ଭେଦି ସେମାନଙ୍କୁ ରାଜି କରି ପାରିନଥିଲା ପିପିର ଭୁଲକୁ କ୍ଷମା କରି ଦେବା ପାଇଁ। ପିପି ତା କୃତକର୍ମର ଫଳ ଭୋଗୁଛି ପରିବାରର ସମସ୍ତଙ୍କ ଠାରୁ ଦୂରରେ ରହି। ଏବେ ପପୁର ବାହାଘର ଆୟୋଜନ ଜୋରରେ ଚାଲିଛି। ପ୍ରାୟତଃ ଠିକ୍ ହୋଇଯିବା ଉପରେ। ଗୋଟିଏ ବୋଲି ଭଉଣୀ ପିପି, ସେ ନ ଆସିଲେ ବାହାଘରଟା କ'ଣ ବାହାଘର ପରି ଲାଗିବ? ତେଣୁ ଏବେ ଅପର୍ଣ୍ଣା ଜିଦି ଧରି ବସିଲେ, ବାସ୍ ବହୁତ ହୋଇଗଲା। ଏଥର ଆଉ ତମମାନଙ୍କ ଜିଦି ଓ ଅହଙ୍କାର ଆଗରେ ମୁଁ ମୋର ମାତୃତ୍ୱକୁ ବଳି ଦେଇ ପାରିବିନି। ତମେ ବାପ ପୁଅ 2 ଜଣ ଯାକ ତୁମ ଅଭିମାନରେ ରୁହ। ମୁଁ କିନ୍ତୁ ଆଉ ଚୁପ୍ ରହି ପାରିବିନି। ମୁଁ ମୋ ଝିଅକୁ ଦେଖା କରିବାକୁ ଯିବି। ଅପର୍ଣ୍ଣା ମନର ଶୂନ୍ୟତା ଓ ଦୁଃଖକୁ ବୁଝିପାରିଥିଲେ ପପୁ ଓ ରୁଦ୍ରବାବୁ। ପ୍ରକାଶ ନ କଲେ ମଧ୍ୟ ସେମାନଙ୍କ ମନ ବି ଖୋଜୁଥିଲା ଅଲିଅଳି ପିପିର ଉପସ୍ଥିତି। ଦୀର୍ଘ 2 ବର୍ଷ ହେଲାଣି ସମ୍ପର୍କ ନାହିଁ। ଏତେ ଦିନ ପରେ ସବୁ ସମସ୍ୟା ସମାଧାନର ବାଟ ଫିଟିଛି। ଆଜି ଝିଅ ଜ୍ୱାଇଁ ପ୍ରଥମ ଥର ପାଇଁ ଘରକୁ ଆସିବେ। ସେଥିପାଇଁ ସକାଳୁ ତା ଗୋଡ଼ଟା ଜମା ତଳେ ଲାଗୁନି। ସେ ସିନା ଦେବକୀ ହୋଇ ଜନ୍ମ ଦେଇନି, କିନ୍ତୁ ଯଶୋଦା ମା ତ। ତାକୁ ଜଣା ତା ଛୁଆଙ୍କର ପସନ୍ଦ ଅରୁଚି। ଝିଅର ପସନ୍ଦ ମୁତାବକ ରୋଷେଇ କରିବେ ବୋଲି ଲମ୍ବା ଲିଷ୍ଟଟେ ସକାଳୁ ଧରେଇ ଦେଇଛନ୍ତି ରୁଦ୍ରବାବୁଙ୍କୁ। ଲିଷ୍ଟକୁ ହାତରେ ଧରି ରୁଦ୍ରବାବୁ ପଢ଼ି ଚାଲିଲେ ମଟନ, ଚିକେନ, ଚିଙ୍ଗୁଡ଼ି, ଚୁନାମାଛ, ଛତୁ, ପନିର, ପଣସ, କଠା କଖାରୁ ଫୁଲ, ପୋଟଳ, ବାଇଗଣ, ଛେନା ପୋଡ଼ା, ଛେନଝିଲି, ଷ୍ଟିମ୍ ବର୍ଫି, ରସମଲେଇ। ଲିଷ୍ଟ ପଢ଼ିସାରି ତାକୁ ଚିଡ଼େଇବା ପାଇଁ ରୁଦ୍ରବାବୁ କହିଲେ, ହଇହ, ତମ ଝିଅ ଜ୍ୱାଇଁ କ'ଣ ଏତେ ସବୁ ଜିନିଷ ଏକାଥରକେ ଖାଇବେ? ଅପର୍ଣ୍ଣା ଚିଡ଼ି ଉଠି କହିଲା, ତମର ମୋ ମୁଣ୍ଡ ଖରାପ କରିବା ଦରକାର ନାହିଁ। ତମେ କେମିତି ବୁଝିବ? କାହିଁ କେତେ ଦିନ ହୋଇଗଲାଣି ମୁଁ ହାତରେ ରାନ୍ଧି ମୋ ଝିଅକୁ ଗଣ୍ଡେ ପେଟ ପୂରା ଖାଇବାକୁ ଦେଇନି। ଯୁଗଟେ ପରି ଲାଗୁଛି। କ'ଣ 2ଟା ହାତରେ ରାନ୍ଧି ଦେଇ ବାଢ଼ି ଖାଉଥିବ? ସବୁ ଜିନିଷ ପାଖରେ ଥିଲେ ଆଜି ସେ ଯାହା କହିବ ମୁଁ ତାକୁ ତା ପସନ୍ଦ ମୁତାବକ ସେଇ ତରକାରୀ ରୋଷେଇ କରି ଖାଇବାକୁ ଦେବି। ତମେ ସେ କଥା ବୁଝିପାରିବ ନାହିଁ। ହଁ, ମୁଁ ଜାଣେ, ବା ତମେ ସିନା ଅଭିମାନରେ ଏତେ ଦିନ ରହିଗଲ। ନହେଲେ ତମ ମନ ବି ଝିଅ ପାଟିରୁ ବାପ ଡାକଟା ଶୁଣିବାକୁ ବ୍ୟଗ୍ର ହେଉଥିବ, ଯେମିତି ମୋ ମନ ମା ଶବ୍ଦ ପାଇଁ ହେଉଛି। ଯାହା ବିତିଯାଇଛି ତାକୁ ଆଉ ମନେ ପକେଇ ସେମାନଙ୍କୁ କାଠଗଡ଼ାରେ ଠିଆ କରିବା ନାହିଁ। ସେ ସମୟ ଫେରି ଆସିବନି। ଆମେ ପୁଣି ନୂଆ ଭାବରେ ତାକୁ ୱେଲକମ୍ କରିବା। ସେମାନେ ଖୁସିରେ ରହିଲେ ଆମେ ଖୁସି ହେବା। ଏବେ ତୁମେ ଶୀଘ୍ର ବଜାର ଯାଅ, ଡେରି ହୋଇଯିବ।
ସେମାନେ ଆସି ପହଞ୍ଚିଯିବେ। ରୁଦ୍ରବାବୁ ମାର୍କେଟ ବାହାରି ଗଲା ବେଳେ ଭାବୁଥିଲେ ସାବତ ମା'ର ଲାଞ୍ଛନା ଓ ଅପମାନକୁ ଆଖି ବୁଜି କେମିତି ସହିଯାଏ ଅପର୍ଣ୍ଣା କେଜାଣି। ନିଜକୁ ନିଜେ ପ୍ରଶ୍ନ କରୁଥିଲେ ଅପର୍ଣ୍ଣା କ'ଣ ସତରେ ସାବତ ମା? ସ୍ପଷ୍ଟ ଭାବରେ ପାଟିରୁ ବାହାରି ଆସିଲା, ନା ଅପର୍ଣ୍ଣା, ତୁମେ ରକ୍ତ ମାଂସର ମଣିଷ ନୁହେଁ, ବରଂ ଚିର ନମସ୍ୟା ଦେବୀଟିଏ। ରୁଦ୍ରବାବୁ ବଜାର ଚାଲିଗଲା ପରେ ଅପର୍ଣ୍ଣା ବସି ପଡ଼ି ମନେ ମନେ ଭାବୁଥିଲା, ଥରେ ଝିଅଟା ମୋର ଆସି ଖାଲି କାନ୍ଧରେ ଓହଳି ଯାଉ, ତାକୁ ଟିକେ ମନ ପୂରେଇ ଦେଖିଦେଲେ ମୋ ଆତ୍ମାକୁ ଶାନ୍ତି ମିଳିବ। ଉଭୟଙ୍କ ଛାତି ତଳେ ବହୁତ ଦିନରୁ ଜମାଟ ବାନ୍ଧିଥିବା ବରଫଗୁଡ଼ା ତରଳି ଝରିଯିବ ଦୁଇ ଆଖିରୁ। ମନ ହୋଇଯିବ କାଗଜଠାରୁ ହାଲକା। ବନ୍ଧୁଗଣ, ଯଦି କାହାଣୀଟି ଭଲ ଲାଗିଲା ତାହେଲେ ଲାଇକ୍, ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ନିଶ୍ଚୟ ଦବାଇବେ।